କେବୁଲ ଟାଣୁଥିବା ବେଳେ ଛାତରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବ୍ରଜେଶ୍ୱର ମନ୍ଦିର ନିକଟରେ। ମୃତ ଯୁବକଙ୍କ ନାମ ଦେବାଶିଷ ଜେନା। ଛାତରେ କେବୁଲ ଟାଣିବା ପାଇଁ ସନ୍ଧ୍ୟାରେ ଦେବାଶିଷ ଛାତ ଉପରକୁ ଯାଇଥିଲେ, ମାତ୍ର ଅସାବଧାନତା ପାଇଁ ଛାତରୁ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ଥିବାରୁ ତୁରନ୍ତ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ସର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେବାଶିଷ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଏହାସହ ସେ ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଜିଲ୍ଲା ଉପସଭାପତି ଥିଲେ। ଏହା ବ୍ୟତୀତ ଜଣେ ଭିଡ଼ିଓଗ୍ରାଫର ଭାବେ ତାଙ୍କର ରୁଚି ଥିଲା। ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏ ମ୍ୟୁଜିକ୍ ପାଇଁ ସେ ଅନେକ ଗୀତର ଭିଡ଼ିଓ ରେକର୍ଡିଂ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।